ଚାଲିଥିଲା ସେକ୍ସ ରାକେଟ, ମାଡ଼ି ବସିଲା ପୁଲିସ, 5 ଦେହଜୀବୀଙ୍କ ସହ 12 ଜଣ ଗିରଫ। ଗତ ବିଳମ୍ବିତ ରାତିରେ ସୋନପୁର ସହରରେ ଥିବା ଗ୍ରୀନ୍ ପାର୍କ ହୋଟେଲରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ସୋନପୁର ପୋଲିସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାୟକ। ଗତକାଲି ବିଳମ୍ବିତ ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋନପୁରର ଏସଡିପିଓ ଏବଂ ସଦର ଥାନା ଅଧିକାରୀ ଆଇଆଇସି ଯାଦବ ବାଗଙ୍କ ତତ୍ତ୍ୱାବଧାନରେ ପୋଲିସର ଏକ ସ୍ପେଶାଲ ଟିମ୍ ସୋନପୁର ସହରର ନୂତନ ଡାକ୍ତରଖାନା ସାମ୍ନାରେ ଥିବା ଏକ ଭଡ଼ା ଘରେ ପ୍ରଥମେ ଚଢ଼ଉ କରିଥିଲେ। ଚଢ଼ାଉ ସମୟରେ ଉକ୍ତ ଭଡ଼ା ଘରେ ଜଣେ ମହିଳା ଓ କିଛି ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଏହି ତଥ୍ୟକୁ ଆଧାର କରି ଉକ୍ତ ମହିଳା ଓ ସେହି ଘର ମାଲିକଙ୍କୁ ପଚରା ଉଚରା କରିବା ସମୟରେ ଜିଲ୍ଲା ହସ୍ପିଟାଲ ନିକଟସ୍ଥ ହୋଟେଲ ଗ୍ରୀନ୍ ପାର୍କରେ କିଛି ମହିଳାମାନଙ୍କୁ ନେଇ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ସୂଚନା ମିଳିଥିଲା। ଏହି ଟିମ୍ ତୁରନ୍ତ ହୋଟେଲ ଗ୍ରୀନ୍ ପାର୍କ ଉପରେ ଚଢ଼ଉ କରିଥିବା ବେଳେ ଉକ୍ତ ହୋଟେଲରେ 5ଟି କୋଠରୀରେ 5 ଜଣ ପୁରୁଷ ଏବଂ 5 ଜଣ ମହିଳା ଆପତ୍ତିଜନକ ଅବସ୍ଥାରେ ମିଳିଥିଲେ। ପଚରା ଉଚରା ସମୟରେ ସେମାନଙ୍କୁ ଗ୍ରହଣୀର କାରଣ ଓ ବୈଧ ପ୍ରମାଣପତ୍ର ଦେଇପାରିନଥିଲେ। ପରେ ସନ୍ଦିଗ୍ଧ ବ୍ୟକ୍ତିମାନେ ଏହି ଅନୈତିକ କାର୍ଯ୍ୟରେ ଲିପ୍ତ ହେବାରେ ଦୋଷ ସ୍ୱୀକାର କରିଥିଲେ। ପରେ ପରେ ପୋଲିସ 5 ଜଣ ଗ୍ରାହକ, ଗ୍ରୀନ୍ ପାର୍କ ହୋଟେଲର ପରିଚାଳକ ଏବଂ ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ଥିବା ଭଡ଼ା ଘରର ପରିଚାଳକ ମୋଟ 7 ଜଣଙ୍କୁ ଅଟକ ରଖିଥିଲା ଏବଂ 5 ଜଣ ପୀଡ଼ିତା ମହିଳାଙ୍କୁ ମଧ୍ୟ ଉଦ୍ଧାର କରିଥିଲା। ଏହି ମାମଲାରେ ସୋନପୁର ଥାନା କେସ୍ ନମ୍ବର 195-24-52026 ଧାରା 34567 ଅନୈତିକ ଟ୍ରାଫିକ ନିବାରଣ ଆଇନ 1956 ଅନୁଯାୟୀ ମାମଲା ରୁଜୁ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଗଡ଼ ଭିତରର ଆଶୁତୋଷ ପୂଜାରୀ ବୟସ 50, ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତାବଡୋଲ ଗ୍ରାମର ଅଜିତ କୁମାର ସାହୁ ବୟସ 34, ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା କମଲପୁର ଗ୍ରାମର ମହେନ୍ଦ୍ର ମେହେର ବୟସ 29, ଉଲୁଣ୍ଡା ଥାନା ଗୌଡ଼ ଗାଁର ପ୍ରାଣକିଶୋର ବାଗ ବୟସ 25, ସୁବଳୟା ଥାନା ବଡ଼ଖମାର ଗାଁର ସତ୍ୟଞ୍ଜୟ ନାୟକ ବୟସ 29, ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଟୁଟାମୁଣ୍ଡା ଗାଁର ଗୋପାଳ ଭୋଇ ବୟସ 35 ଓ ସୌମିତ୍ରୀ ମଲ୍ଲିକ ବୟସ 40। ଅନୈତିକ କାର୍ଯ୍ୟରେ ଲିପ୍ତ ରହିଥିବା ଯୁବତୀ ତଥା ମହିଳାମାନେ ସମସ୍ତେ ବାହାର ଜିଲ୍ଲାର ହୋଇଥିବା ବେଳେ କେବଳ ଜଣେ ତରଭା ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଆଜି ସମସ୍ତ 7 ଜଣଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟକୁ ଚାଲାଣ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଏହି କେସ୍ର ପୀଡ଼ିତାଙ୍କୁ ସେମାନଙ୍କ ଅଭିଭାବକ ଏବଂ ନାରୀ ସୁରକ୍ଷା କେନ୍ଦ୍ରରେ ରଖାଯାଇଥିବା ସୂଚନା ରହିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସହ ଉପ ଆରକ୍ଷୀ ଅଧୀକ୍ଷକ କେ ହରିପ୍ରସାଦ ଓ ଆଇଆଇସି ଯାଦବ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁରରୁ ରାଜକିଶୋର ତ୍ରିପାଠୀଙ୍କ ରିପୋର୍ଟ, କୋଶଳ ପ୍ରବାହ। ଘରକୁ ଆସନ୍ତି ଲକ୍ଷ୍ମୀ ଯଦି ବାଛନ୍ତି ଅସଲି ଲଙ୍ଗଳ ମାର୍କା ହିନ୍ଦୁସ୍ତାନ ସେଟ୍ସ। 1945 ମସିହାରୁ ଚାଷୀଙ୍କ ସେବାରେ ହିନ୍ଦୁସ୍ତାନ ସେଟ୍ସ ଟିଟଲାଗଡ଼। महावीर हायर सेकेंडरी स्कूल पुणीतला बलांगीर 2014 आरंभ होइछि। एठारे उभय आर्ट्स एंड साइंस रो व्यवस्था रहिछि। एठारे बोथ बॉयज एंड गर्ल्स का हॉस्टल सुविधा रहिछि। उक्त कॉलेज रे अभिज्ञ अध्यापक और अध्यापिका शिक्षादान करंती। एठारे कोचिंग क्लास रो मध्य सुविधा रहिछि। प्रतिदिन संध्या समय रे स्टडी हावर रखा जाइछि। विशुद्ध एवं ठंडा पानी जलर सुविधा रहिछि। प्रतिमास मंथली एग्जाम अनुष्ठित होइथाय। यार रिजल्ट अभिभावक मानकु सूचित करा जाय। हॉस्टल रे दैनिक 4 बेला पुष्टिकर खाद्य प्रदान करा जाय। एक्स्ट्रा करिकुलर एक्टिविटीज मध्य अनुष्ठित हुए। छात्र छात्री मानक नैतिक मूल्यबोधर वृद्धि निमित्त नैतिक शिक्षा प्रदान करा जाय। कंप्यूटर क्लास मध्य नियमित होइथाय। प्राकृतिक शांत परिवेश रे कॉलेज टी अवस्थित। प्रत्येक 3 मास रे अभिभावक मानकु नै छात्र छात्री मानक अध्ययनरत उन्नति निमंते बैठक रखा जाए। आर्थिक अनग्रसर पिलांक पई कॉलेज तरफरु स्वतंत्र स्कॉलरशिप व्यवस्था करा जाइछि। तेबे आ डेरी काहेकि एडमिशन नेबा पई जोगाजोग करंतु 7537902647 9853608113।